ଆପଣଙ୍କ ଖବର ନ୍ୟୁଜ୍ ଲାଇଭ୍ 8। ଆଜିର ବ୍ରେକିଂ ଖବର, ଆମେରିକା ଲାଇଟ୍ ହାଉସ୍ ପାଇଁ ବଢ଼ିଲା ଦରମା, ତଥାପି ଲୋକ ରହିବାକୁ ଅରାଜି। ତ ଦେଖନ୍ତୁ ନୂଆ ଖବର, ଯେଉଁଠି ଆମେରିକାରେ ଥିବା ଏକ ପ୍ରାଚୀନ ଲାଇଟ୍ ହାଉସ୍ରେ ଜବ୍ ପାଇଁ ଦରମାକୁ ବହୁତ ବଢ଼ାଯାଇଛି। ମାସକୁ ଲକ୍ଷ ଲକ୍ଷ ଟଙ୍କା ସମାନ ଦରମା ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏତେ ଦରମା ହେବା ସତ୍ତ୍ୱେ ମଧ୍ୟ କେହି ରହିବାକୁ ଚାହୁଁନାହାନ୍ତି। କାହିଁକି? ଏହି ଲାଇଟ୍ ହାଉସ୍ ଗୋଟିଏ ଦୂର ନିର୍ଜନ ଦ୍ୱୀପରେ। ନେଟୱାର୍କ ନାହିଁ, ମୋବାଇଲ ସିଗ୍ନାଲ ନାହିଁ। ରାତିରେ ଥାଏ କେବଳ ଜଙ୍ଗଲୀ ପକ୍ଷୀ ଓ ସମୁଦ୍ର ଗର୍ଜନର ଶବ୍ଦ। ଭୟଙ୍କର ଆବାହବାଳଦ, ବଡ଼ ବଡ଼ ତରଙ୍ଗ ଓ ବନ୍ଦ ହୋଇଯିବା ମାର୍ଗ। ଏହି କାରଣରୁ ଲୋକଙ୍କର ଦରମା ବଢ଼ିଲେ ମଧ୍ୟ ରହିବାକୁ ଅରାଜି। ଆମେରିକା ଲାଇଟ୍ ହାଉସ୍ରେ ଦରମା ବଢ଼ିଲା, କିନ୍ତୁ କେହି ଯିବାକୁ ଅରାଜି। ଲକ୍ଷ ଲକ୍ଷ ଦରମା ମଧ୍ୟ ନେବେ ନାହିଁ ଆମେରିକା ଭୟଙ୍କର ଲାଇଟ୍ ହାଉସ୍ ପାଇଁ। କାହିଁକି ଖାଲି ପଡ଼ିଛି ଆମେରିକା ଲାଇଟ୍ ହାଉସ୍ର ଜବ୍? ଜାଣିଲେ ଆଶ୍ଚର୍ଯ୍ୟ। ଦରମା ବଢ଼ିଲା, କିନ୍ତୁ ଭୟ ମଧ୍ୟ ସହିତେ ବଢ଼ିଗଲା। ଆପଣମାନେ ଯେଉଁ କଥାକୁ ଭାବୁଛନ୍ତି ତାହାଠାରୁ ମଧ୍ୟ ଭୟଙ୍କର ହେଉଛି ଲାଇଟ୍ ହାଉସ୍। ସେଠାରୁ ଆରମ୍ଭ ଆମେରିକାର ସେହି ଲାଇଟ୍ ହାଉସ୍ ରାତି ହେବା ମାତ୍ରେ ଏକ ଭିନ୍ନ ରୂପ ନେଉଛି। ସମୁଦ୍ର ମଝିରେ ଥିବା ସେହି ସ୍ଥାନରେ ଶୁଣାଯାଏ ଅଜଣା ଶବ୍ଦ, ଯାହାକୁ ଅନେକ ଲୋକ ଘୋଷ୍ଟ ସାଉଣ୍ଡ ଭାବରେ ବିବର୍ଣ୍ଣିତ କରିଥାନ୍ତି, ଅର୍ଥାତ୍ ଭୂତ କିମ୍ବା ପ୍ରେତର ସାଉଣ୍ଡ ବୋଲି। କାହାଣୀ ସେଇଠିକି ଶେଷ ନୁହେଁ। ଅନେକ ଦିନ ଧରି ଏଠାରେ ରହିଥିବା କେତେକ କର୍ମଚାରୀ କହିଛନ୍ତି, ରାତି 2ଟାରୁ 3ଟା ମଧ୍ୟରେ ଲାଇଟ୍ ହାଉସ୍ ତଳରେ କେହି ପାଉଁ ଚାଲୁଥିବା ଶବ୍ଦ ଶୁଣାଯାଏ। କିନ୍ତୁ ଯେବେ ତଳକୁ ଯାଇ ଦେଖିବାକୁ ସେଠାରେ କେହି ନାହାନ୍ତି। ଏହି ଭୟଙ୍କର ଅନୁଭବ, ଏକାକୀ ଜୀବନ, ବାହାର ସଂଯୋଗ ସମ୍ପୂର୍ଣ୍ଣ ସହିତ ଉଦାତ୍ତ ବାତ୍ୟାର ଆତଙ୍କ। ଏହି କାରଣରୁ ଦରମା ଆଉ ବଢ଼ିଲେ ମଧ୍ୟ ଲୋକେ ରହିବାକୁ ଅରାଜି। ସରକାର କହିଛନ୍ତି, ଯେକୌଣସି ଲୋକ ଯଦି 1 ବର୍ଷ କାମ କରିବେ ଏହିଠାରୁ ମିଳିବ ବଡ଼ ବୋନସ୍। କିନ୍ତୁ ଭୟର କାରଣରୁ ଆଜି ପର୍ଯ୍ୟନ୍ତ ଆବେଦନ ଖୁବ୍ କମ୍। ଏହି ସ୍ଥାନର ରହସ୍ୟ କ'ଣ? ଆଗକୁ କ'ଣ ହେଉଛି? ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8। ଏହିଭଳି ଲାଟେଷ୍ଟ ନ୍ୟୁଜ୍ ଦେଖିବା ପାଇଁ ଆମ ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।